ଅଙ୍ଗନବାଡ଼ି ଦିଦି ଜନ୍ମ ଆଉ ମୃତ୍ୟୁ ସବୁର ମନ୍ଦିର ଗଲେ ତାଙ୍କ ମାଇନକୁ ଗଲଣି ତାକୁ ପଚାରିଥାନ୍ତେ କେଜାଣି କୋଉଠି ଯାଉଥିବ କି ନାହିଁ ସେ ଜାଣିଥିବ ମୁଁ କଣ କରୁଥିବ ନହେଲେ କହିଲେ ଅଙ୍ଗନବାଡ଼ି ଦିଦି ସାଦରେ ଦେଇଦେବେ। ଆଉ ଗୋଟେ କଥା କହିଲାନି ସେ ଅଙ୍ଗନବାଡ଼ିକୁ ଯିବା ପାଇଁ ମୋତେ ସମୟ ନାହିଁ ଘରକୁ ଗୋଡ଼ କାଢ଼ି କୁଆଡ଼େ ଯାଇପାରୁନି ସେ ରୋଷେଇ ଘର ବାହାରେ ତ କରିଦେବି ଆଉ କୁଆଡ଼େ ଯାଇପାରୁଛି ଯେ ଏତେ ସବୁ କଥା ମୁଁ ଜାଣିବି ସେଟା ବି ସତ କଥା ବାହାରିଲେ ସିନା ଜାଣିବ କୁଆଡ଼େ ଯିବ ସେଇ କଥା। ଏବେ କଣ ହେଇଛି ଶୁଣ ଏବେ ମୋ ଶାଶୁଙ୍କର ଟିକେ ଡାଇବେଟିସ୍ ଅଧିକ ହେଇଯାଇଥିଲା ସେ ଦୋଷ ବି ମୋରି ମୁଣ୍ଡରେ ଲଦି ଦେଇଛି ତୋରି ପାଇଁ ମୋ ଡାଇବେଟିସ୍ ବଢିଗଲା ଏଥିରେ କଣ କହୁଛେ ବଢିରେ ତ ଲେଖ ଛାଡୁନି ଯାହା ମୋତେ କେଠି ଦଉଛି ତାପରେ ଦୋଷ ଆସି ମତେ ଦଉଛି ସେଇ ପରା କଣ ଆଉ କରିବି କୁହ ଏତେ ସବୁ କଥା ଶୁଣିଲା ପରେ ବି କିଛି ଲାଭ ନାହିଁ ମୋ ଛୁଆଟା ସେଇଠି କାନ୍ଦୁଥିଲେ ବି ମୋ ଶାଶୁ ଟିକେ ଯାଉ ଧରିବେନି ଅଙ୍ଗନବାଡ଼ି ତ ଯାଉନି କି ଘରୁ ଗୋଡ଼ କାଢ଼ି ଯାଉନି ଏତେ ସବୁ ଶୁଣଉଛନ୍ତି ଯଦି ଲୋ ମା ଟିକେ ଯିବି ଆହୁରି କଣ ସବୁ ନ କହିବେ ଗାଁ ଦାଣ୍ଡରେ ବା ପଢ଼ାରେ ନେଇକି କହୁଛନ୍ତି ମୁଁ କଣ ଜାଣିନି ହେଇ ଏବେ କହିଲେ ମୋ ଶାଶୁ କଥା କୁଆଡ଼େ ଛାଡ଼ୁନାହାନ୍ତି ପୁଣି ଏବେ କହୁଛ ଗାଁ ଦାଣ୍ଡରେ ଯାଉଛନ୍ତି ତମରି ବାଡ଼ିରେ ନା ତମରି ବାଡ଼ିରେ ଶୁଣା ହଁ କେମିତି ଜାଣିଲ ଗାଁ ପାଇକିନାଙ୍କ ପାଖରେ ତମ ଶାଶୁ ତମ ନାଁରେ କହୁଛନ୍ତି ବୋଲି ତମେ ଘରୁ ଯାଉନ କୁଆଡ଼େ କହିଲେ କଣ କହିଲା ଏବେ ଯୋଉ ରୀତା ବାମ ହଁ ସେ ରୀତା ବାବୁ ତାଙ୍କର ସବୁ ପିଲାପିଲି ହବାର ଅଛି ସେଇ ବାରିପଟ ବାଟ ଦେଇକି ହସ୍ପିଟାଲକୁ ଯାଉଥିଲେ ତାପରେ ସେଇଠି ଦି ପଟ କଥା ହଉନା ରୀତା ବାପା ମତେ ସବୁ କହିଲେ ଝିଆଲୋ ମିତା ତୁ କଣ ରୋଷେଇବାସ କରି ତୋ ଶାଶୁଙ୍କୁ ଦଉନୁ କି ମୁଁ କହିଲି ସବୁଦିନ ତ ରୋଷେଇ ଘରେ ହଉଛି 5 ପ୍ରକାର ନହେଲେ ସେ ଖାଉନାହାନ୍ତି ଆଉ ଦଉନି କଣ ତା କହୁଛ ନା ତ ଶାଶୁଙ୍କର ଡାଇବେଟିସ୍ ଅଧିକ ହେଇଯାଉଛି ତାଙ୍କର ଯତ୍ନ ନଉନୁ ବୋଲି ସେ ଗାଁ ନାଳରେ ନେଇକି କରୁଛନ୍ତି ବିଶ୍ୱାସ ହଉନି ନା ଆସ କିଏ ଜାଣିଛି ମ ବଡ଼ କୁମର କଥା ତ ଶାଶୁ ସତେଇକି ତୁ ସତେଇ କିଏ ଜାଣିବ ହଉ ପୁଣି ମୋ କଥା ବିଶ୍ୱାସ ହଉନି କି ଆସ ଥରେ ଗାଁ ଲୋକଙ୍କୁ ପଚାରିବା ଏ ମାଉସୀ ପଚାରିବା ମୋ ଶାଶୁ କହୁଛନ୍ତି କି ନାହିଁ ଏ ଗାଁ ପଚାରିବା ତା ଶାଶୁ ସମସ୍ତେ ଏଠି ବସୁଛନ୍ତି କହିଲେ ମୋ ଶାଶୁ କଣରେ ଆସି କାନ୍ଦରେ କଣ କରୁଛନ୍ତି ହେଲା କାହିଁ କେହି ତ ଜଣେ କହିଲେନି ଆରେ କହୁନ ମୋ ଶାଶୁ କହୁନାହାନ୍ତି ଦେଖିଲ ଅବଶ୍ୟ ସେଇମାନେ ବସୁନାହାନ୍ତି ମୋ ଶାଶୁଙ୍କର ଟିକେ ଆଖାପାଖି ଲୋକ ତ ଡରିକି କିଛି କହୁନାହାନ୍ତି ବସ ପଡେ ହେଲା ତ ଶାଶୁ ଏମିତି ଗୋଟେ ଜନ୍ତୁ ଲୋକ ବାଘକୁ ଦେଖିଲେ ଡରନ୍ତି ମତେ ଲାଗୁଛି ତ ଶାଶୁ ବାଘକୁ ଡରିକି ଶୁଣି ନାଇଁ ସେମିତି ତ ହବନି ଲୋକ ବାଘକୁ ଡରନ୍ତି ସେଇ ଶାଶୁକୁ ଡରିକି ପଳେଇବ ସେଇ କଥା ପଳେଇବ ବୋଲି କଣ ହାତିଆର ଅଛନ୍ତି ହାତୀଟା ଆସୁନାହାନ୍ତି ଶାଶୁ ଖେଳୁଛନ୍ତି ସରକାର ଯୋଉ ନିୟମ କଲାଣି ମଣିଷ ମରୁ ହାତୀ ବଞ୍ଚୁ ମୋ ଶାଶୁ ବାବୁ ହେଲେ ନେଇଯାଆନ୍ତାନି ଫସଲ କରିବା ମିଳିଥାନ୍ତା କେତେ ମିଳୁଛି କି କଣ କହିବି ଛାଡ଼ ହଉ ତମେ ବି ଏତେ କଥା ସବୁ ପୁଣି କହୁଛ ମୋ ଶାଶୁଙ୍କୁ ତମକୁ ପାଇଁ ଟ୍ୟୁସନ କରେ ତମେ ମୋ ଶାଶୁଙ୍କୁ କଣ ବୁଝେ ହେଲା ବହୁ ଶୁଣ ଯାହା ବି ହଉ ତମ ଶାଶୁ ତ ସୁଧୁରି ମାନେ ତମେ ଟିକେ ଚେଷ୍ଟା କର ତମ ପିଲାକୁ ସମୟ ଦେବେ ହେଲେ ତମ ଶାଶୁକୁ କେହି ସୁଧାରି ପାରିବେ ମୁଁ ତ ଏତେ ପାଠ ସାଠ ପଢିକି ମୋ ଶାଶୁକୁ ବୁଝିପାରୁନି ତମ ଆଗରେ ସିନା ପୁଣି ଏତେ କହୁଛି ତାଙ୍କ ଆଗରେ ତ ଗୋଟେ ପଦ କଥା କହିବାରେ ମୋର ସାହସ ନାହିଁ କଣ ଆଉ କରିବି ଅଛି ଜଣେ ଅଛି ତମ ଶାଶୁକୁ ସୁଧାରି ପାରିବ ନା କି ସୁଧାରି ଦେବ ଅଙ୍ଗନବାଡ଼ି ଦିଦି ଅଙ୍ଗନବାଡ଼ି ଆମ ଗାଁରେ 3-4ଟା ବୁଢ଼ୀକୁ ସେ ସୁଧାରି ସାରିଲେଣି ନା ସେମାନେ ବି ପାଠ ପଢୁଥିଲେ ମୋ ଶାଶୁକୁ କିଏ ପାଠ ପଢେଇବ ଗୋଟେ ଫୋନ କଲେ ବୁଢ଼ୀ ସିଧା ହେଇଯିବ ମୁଁ କହିବି ଏବେ ଅଙ୍ଗନବାଡ଼ି ଯାଉଥିଲି ନାତୁଣୀ ଆଣିବାକୁ ତାଙ୍କୁ ଗଲେ କହିଦେବି ଆସିକି ବୁଢ଼ୀକି ତମ ଘରେ ଦିଟା ଝାଡ଼ିଦେଲେ ବୁଢ଼ୀ ସିଧା ରାସ୍ତାକୁ ପଳେଇ ବୁଢ଼ୀ ଟିକେ କହୁନ ଆସିକି ଆମ ଘରେ ଟିକେ କହିକି ଯାଆନ୍ତେ ମୁଁ କହିଦେବି ହେଲେ ତମ ଶାଶୁ ଯଦି ଜାଣିବ ଗୋଟେ ଧୁଳିକି ମତେ ନେଇକି ଖାଇଦେବ ଗଲା ତମ ଭିତରେ କଥା ମୋ ଶାଶୁ କଣ ଜାଣିବେ ମୁଁ ଜମା କରିନି ହେଲା ହଉ ମୁଁ ତାହେଲେ ଯାଉଛି ତମେ ବି ଘରକୁ ପଳାଅ ନହେଲେ ତମ ଶାଶୁ କହିବ ମୁଁ ଘରେ ତମକୁ ଶିଖଉଛି କହିବ ଆଜି ସନ୍ଧ୍ୟାବେଳକୁ ଆସିବି ହଁ ହଉ ମୁଁ ଯାଉଛି ବୁଢ଼ୀ ଖାଇବାକୁ ଦେବି ନହେଲେ ରାଉ ରାଉ ବସିବି